ସକାଳୁ ସକାଳୁ ହାଫ୍ ପ୍ୟାଣ୍ଟ ପିନ୍ଧି ଆସି ପହଞ୍ଚି ସାଙ୍ଗର ବାଡ଼ିରେ କଲରା ପତ୍ର ତୋଳିବାକୁ। ମୋ ସାଙ୍ଗର କଲରା ବିଲ ଅଛି, ବହୁତ କଲରା ସେଥିରୁ ଫଳେ। ମଝିରେ ମଝିରେ ଆସିକି ତା କଲରା ବିଲରୁ ମୁଁ ପତ୍ର ନେଇ ଆସେ। କଲରା ଖାଇଲେ ଯେତିକି ଦେହ ପାଇଁ ଭଲ, କଲରା ପତ୍ର ଖାଇଲେ ତାଠୁ ବେଶୀ ଭଲ। ସହରୀ ଲୋକମାନେ ବଜାର ଘାଟରୁ କିଣିକି ଖାଉଥିବେ, କିନ୍ତୁ ଆମର ଏଠି ଫ୍ରେଶ୍ ଗଛ ଲାଗିଛି, ଆମେ ତୋଳିବୁ ଖାଇବୁ। ଆପଣ ଜାଣିବା ଦରକାର ଯେ କଲରାରେ ଯେତିକି ଭିଟାମିନ୍ ଅଛି ଡାଇବେଟିସ୍ ରୋଗୀଙ୍କ ପାଇଁ, ତାଠାରୁ ବେଶୀ ବେଶୀ କଲରା ପତ୍ର। ବାକି ରହିଲା ସକାଳୁ ସକାଳୁ ତୋଳିଲେ ଏତିକି ଫାଇଦା ଯେ ଫ୍ରେଶ୍ ପତ୍ର ଥିବ, ସେଥିରେ କେମିକାଲ ପଡ଼ିନଥିବ। ମୋ ବୋଉ ପାଇଁ ଆସିକିରି ମୁଁ ମଝିରେ ମଝିରେ କଲରା ପତ୍ର ତୋଳିକି ନେଇଯାଏ, କାହିଁକି ନା ତାକୁ ଡାଇବେଟିସ୍ ନା। କିନ୍ତୁ ଗୋଟେ କଥା ମନେ ରଖିଥିବେ, ଲୋଭରେ ପଡ଼ିକିରି ବେଶୀ ପିତା ଖାଇବେନି, ନହେଲେ ବ୍ଲଡ୍ ପ୍ରେସର ହାଇ ହେଇଯିବ। ଦେଖିଲ କ'ଣ କ'ଣଟା ଇଏ? ଗୋଟେ ଅମୂଲ୍ୟ ଜିନିଷ। କ'ଣ କହି ଆଉ କିଏ ଖାଇବ? ପକୁଡ଼ି ଜୁସ୍ କର ଟିକେ, ବୋଉ ପିଇବ। ନାଇଁ ମୁଣ୍ଡ କ'ଣ ଛାଣିଦେଲେ ଭଲ ଲାଗିବ ଖାଇବାକୁ। ବୋଉ କେମିତି ଲାଗୁଛି? ବଢ଼ିଆ କଲରା ପତ୍ର ହେଇଛି ରେ, କେତେ ସୁନ୍ଦର ହେଇଛି। ତାକୁ କେଉଁଠୁ ଆଣିଲୁ? ସାଙ୍ଗ ବାଡ଼ିରୁ। ୟାକୁ ଖାଲି ଚାଉଳ ବାଟିକି ପିଠଉ କରିବା, ନହେଲେ ନାହିଁ ପକୁଡ଼ି କରିବା, ଜୁସ୍ କରିବା। ଜୁସ୍ କରିକି ପିଇକି ମୁଣ୍ଡ ଖରାପ ହେଇଯିବ ଇଏ ପିତାରେ, ଡାଇବେଟିସ୍ ବଢ଼ିଯିବ। ଆଲୋ ଡାଇବେଟିସ୍ କମିଯିବ, ଲୋ ହେଇଯିବ। ଡାଇବେଟିସ୍ କମିବନି ଯେ ବଢ଼ିଯିବ, ୟାକୁ ପିଇଲେ ବେଶୀ ବ୍ଲଡ଼ ପ୍ରେସର ବାହାରି ପଡ଼ିବ। କିଏ କଲରା ପତ୍ର ଘିନି ଯାଇଛୁ କୋଉଠୁ? ୟାକୁ ଜୁସ୍ କରି ପିଇବି। ଜୁସ୍ କରି ପିଇବାକୁ ବ୍ଲଡ଼ ପ୍ରେସର ବାହାରି ପଡ଼ିବ, ମେଡ଼ିକାଲରେ ପଡ଼ିଥିବି। ଆକୁ କ'ଣ କରିବା? ଆଉ ଅଳ୍ପ ଫ୍ରିଜରେ ଥୋଇଦେବା, ଅଳ୍ପ ଅଳ୍ପ କରିକିରି ଖାଇବା ନା। ଆଉ ଇଏ କ'ଣ ବେସନ ଘିନିଆ ପକୁଡ଼ି କରିଦେବା, ନହେଲେ ନାହିଁ ଚାଉଳ ଦେଖନ୍ତୁ କେମିତି ପତ୍ର ହେଇଛି, ପୁରା ବଢ଼ିଆ ପତ୍ର। ମତେ କହୁଛ ମତେ ପିଇବାକୁ ଦେ ନା, ମତେ ବଡ଼ା କରିକି ଦେ। କଲରା ପତ୍ର ଖାଅ ସବୁ, ବାଡ଼ିରେ ଗଛ ଲଗେଇଲେ ସିନା ଖାଇବ। ମୋ ପୁଅ ଯାଇ କେଉଁ ସାଙ୍ଗ ଘରୁ ଆଣିଛି, ସାଙ୍ଗକୁ କହିଥିଲା, ସାଙ୍ଗ ଘରୁ ଆଣିଛି ଆଉ ତାକୁ ପିଠଉ କରିକି ଖାଇବି ଆଉ। ହଉ ଯା, ନେଇକି ତ ଅମୂଲ୍ୟ ସମ୍ପଦ ନେଇକି ଯା। ତାକୁ ସେ କହୁଛି ମତେ ଦେବୁ, ତୁ ଖାଇବୁ ଖାଇକିରି। ହଁ ସମସ୍ତେ ବାଣ୍ଟିକିରି ଏଇତକ ହେଇଗଲେ ହେଇଯିବ। ନା ବା ସବୁ ତ କରିଦେବୁ, ବଡ଼ା କଥା। ଏକାଦିନକେ ନୁହେଁ, ଏକାଦିନ ମୁଣ୍ଡ ଖରାପ ହେଇଯିବ। ମୁଣ୍ଡ ଖରାପ ହେଇଯିବ। ଆପଣମାନଙ୍କ ଘରେ କଲରା ପତ୍ର ଖାଆନ୍ତି କି ନାହିଁ କମେଣ୍ଟରେ ଜଣେଇବେ।